ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ନୈନିତାଲର କୁମାଓଁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ। 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ନିର୍ବାଚନ ଆୟୋଗ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ଅଧ୍ୟାୟ। ଏବଂ ଭାରତୀୟ କ୍ରିକେଟ ମହିଳା ଦଳର ଅଭୂତପୂର୍ବ ସଫଳତା ପରେ 51 କୋଟିର ପୁରସ୍କାର ଘୋଷଣା କଲା ବିସିସିଆଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୈନିତାଲ ସ୍ଥିତ କାଞ୍ଚିଧାମର ନିମ୍ କରୋଲି ବାବାଙ୍କ ଆଶ୍ରମ ପରିଦର୍ଶନ କରିବେ। କାଞ୍ଚିଧାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କୁ ଆଜି ମଧ୍ୟାହ୍ନ ପରେ ମନ୍ଦିରକୁ ଆସିବା ଲାଗି କୁହାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ନୈନିତାଲଠାରେ କୁମାଓଁ ବିଶ୍ୱବିଦ୍ୟାଳୟର 20ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। 3 ଦିନିଆ ଉତ୍ତରାଖଣ୍ଡ ଗସ୍ତର ଗତକାଲି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନୈନିତାଲରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୈନିତାଲ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ଡ୍ରୋନ୍ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି। ଅର୍ଥାତ୍ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୈନିତାଲ ଜିଲ୍ଲାରେ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ। ବିହାରରେ ଚଳିତ ମାସ 6 ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିଲାଗି ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିହାରର 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ 122ଟି ବିଧାନସଭା ଆସନ ଲାଗି ମତଗ୍ରହଣ କରାଯିବ। ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହେଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ସମାବେଶ ଓ ସଭାସମିତି ଜରିଆରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ କରୁଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏବଂ ମହାମେଣ୍ଟର ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନିମନ୍ତେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବିହାରର ବୈଶାଳୀ ଜିଲ୍ଲାର ରଘୋପୁରଠାରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସେ ପାଟନାର ଫତୁହା, ସହରସା ଏବଂ ତାରପୁରରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବେ। କଟିହାରରେ ଗତକାଲି ଏକ ଜନସମାବେଶକୁ ସମ୍ବୋଧନ କରି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନୀତିଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏରେ ବିହାରରେ ସୁଶାସନ ପ୍ରଦାନ କରିଛି ଏବଂ ରାଜ୍ୟ ବିକାଶର ପଥରେ ଅଗ୍ରଗତି କରିଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ସେଓହର ଏବଂ ସୀତାମାଢ଼ିରେ ଜନସମାବେଶକୁ ସମ୍ବୋଧିତ କରିଥିଲେ। ବିଜେପିର ଅନ୍ୟତମ ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କେତୋଟି ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମହାମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ମେରା ବୁଥ୍ ସବସେ ମଜବୁତ ଅଧୀନରେ ଆଜି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମହିଳାମାନଙ୍କ ସହ କଥାବାର୍ତ୍ତା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ଆଲୋଚନା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ବିଜେପି ଏନ୍ଡିଏ ମେଣ୍ଟର ବିଜୟ ଲାଗି ବିହାରର ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଛନ୍ତି, ମହିଳାମାନଙ୍କ ସକ୍ରିୟ ଯୋଗଦାନ ବିହାରର ଗଣତାନ୍ତ୍ରିକ ଯାତ୍ରାକୁ ଆହୁରି ଦୃଢ଼ କରିବ। କେନ୍ଦ୍ର ଯୋଗାଯୋଗ ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୌହାଟୀରେ ଭାରତରତ୍ନ ଡକ୍ଟର ଭୂପେନ ହଜାରିକା ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିନ୍ଧିଆ କହିଛନ୍ତି, ଭୂପେନ ହଜାରିକାଙ୍କ କାଳଜୟୀ ଯାତ୍ରା ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ସେ କହିଛନ୍ତି, ଭୂପେନ ହଜାରିକାଙ୍କ ସମ୍ମାନାର୍ଥେ ଦିଆଯାଉଥିବା ଏହି ପୁରସ୍କାର କେବଳ ସାଂସ୍କୃତିକ ବିବିଧତାକୁ ସୁଦୃଢ଼ କରୁନାହିଁ, ବରଂ କଳା ସଂସ୍କୃତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଉତ୍ତର ପୂର୍ବାଞ୍ଚଳର 6 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅରୁଣାଚଳ ପ୍ରଦେଶର ଦୋର୍ଜି ଥୋଙ୍ଗଜି, ମଣିପୁରର ଲାଇସ୍ରମ ମେମା, ଆସାମର ରଜନୀ ବାସୁମାତାରୀ, ମିଜୋରାମର LR ସାଇଲୋ, ଆସାମର ଡକ୍ଟର ସୂର୍ଯ୍ୟକାନ୍ତ ହଜାରିକା ଏବଂ ମେଘାଳୟର ପ୍ରଫେସର ଡାଭିଡ୍ R ସିମିଲେଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନିର୍ବାଚନ ଆୟୋଗ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ।
ଏଥିରେ 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ କରାଯିବ। ଏଗୁଡ଼ିକୁ ମିଶାଇଲେ ପ୍ରାୟ 51 କୋଟି ମତଦାତା ରହିଛନ୍ତି। ସୂଚନା ଅନୁଯାୟୀ 2026 ମସିହା ଫେବୃଆରୀ 7 ତାରିଖରେ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବିହାରରେ ଏହି ଅଭିଯାନ ଅଧୀନରେ ଗତ ସେପ୍ଟେମ୍ବର 30 ତାରିଖରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ 7 କୋଟି 42 ଲକ୍ଷ ଭୋଟର ରହିଥିବା ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ରହିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ। ସୂଚନା ଅନୁଯାୟୀ ଆସନ୍ତା ବର୍ଷ ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ତେବେ ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଥିଲେ ମଧ୍ୟ ଏହି ପର୍ଯ୍ୟାୟରେ ସେଠାରେ ଭୋଟର ତାଲିକା ସଂଶୋଧନ ଅଭିଯାନ କାର୍ଯ୍ୟକାରୀ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ଆସାମରେ ନାଗରିକତ୍ୱ ଯାଞ୍ଚ କାର୍ଯ୍ୟ ଚାଲିଥିବାରୁ ଭୋଟର ତାଲିକା ସଂଶୋଧନକୁ ସ୍ଥଗିତ ରଖାଯାଇଛି। ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଡିସେମ୍ବର 9 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦେଶ ସ୍ୱାଧୀନ ହେବା ପରେ 2002ରୁ 2004 ମଧ୍ୟରେ ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ନବମ ଥର ପାଇଁ ଚଳିତ ବର୍ଷ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର 22 ତାରିଖରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରାଯିବା ପରେ ଏହା କେବଳ ଦେଶବାସୀଙ୍କୁ ଅର୍ଥ ସଞ୍ଚୟ କରିବା ଲାଗି ସୁଯୋଗ ସୃଷ୍ଟି କରିନାହିଁ, ବରଂ ଉପଭୋକ୍ତାମାନଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇବା ସହ ଆମଦାନୀ ରପ୍ତାନୀ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତ ଭଳି ଦେଶରେ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସମସ୍ତେ ଯେଭଳି ଉନ୍ନତମାନର ବ୍ୟୟବହୁଳ ଚିକିତ୍ସା ସେବା ପାଇପାରିବେ ତାହାକୁ ଲକ୍ଷ୍ୟ ରଖି ଜିଏସ୍ଟି ହ୍ରାସ ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ ଅତ୍ୟାବଶ୍ୟକ ଔଷଧଗୁଡ଼ିକ ଉପରେ ଟିକସ ହାର 12%ରୁ 5%କୁ ହ୍ରାସ କରାଯାଇଥିବା ବେଳେ 33ଟି ଜୀବନରକ୍ଷାକାରୀ ଔଷଧ ଉପରୁ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହିତ ମେଡିକାଲ ଉପକରଣ ଯେଭଳିକି ଗଜ୍, ବ୍ୟାଣ୍ଡେଜ୍, ପରୀକ୍ଷଣ କିଟ୍ ଏବଂ ଥର୍ମୋମିଟର ଭଳି ସାମଗ୍ରୀ ଉପରେ କେବଳ 5% ଜିଏସ୍ଟି ଲାଗୁ ହୋଇଛି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ୍ କ୍ଷେତ୍ରରେ ପୂର୍ବର 18% ଟିକସକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏ ସମ୍ପର୍କରେ ଜଣେ ଔଷଧ ବିକ୍ରେତା ନିତିନ ଆକାଶବାଣୀକୁ କହିଛନ୍ତି, जो लोग अफोर्ड नहीं कर सकते थे जो मेडिसिन जीएसटी के कारण, जैसी एमआरपी कंपनी है, तो अब वो लोग उनके दायरे में आ गया है कि वो एक साथ पूरी 30 दवाइयां खरीद पाए। पहले वो कोर्स वो कंप्लीट नहीं कर पाते थे, लेकिन अब जैसे ही उनको थोड़ा कम में मिलेगा तो वो अपने आप जो कोर्स पहले नहीं हो पा रहा था वो अब होगा। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ମହିଳା କ୍ରିକେଟ ଦଳ ଖେଳାଳି, ସହଯୋଗୀ କର୍ମଚାରୀ ଏବଂ ଚୟନ କମିଟିର ସଦସ୍ୟମାନଙ୍କ ପାଇଁ 51 କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ରେ ପ୍ରଥମ ଥର ଲାଗି ବିଜୟ ହାସଲ କରିଥିବାରୁ ବିସିସିଆଇ ପକ୍ଷରୁ ଏହି ଅର୍ଥରାଶି ଘୋଷଣା କରାଯାଇଛି। ଏକ ବିବୃତ୍ତିରେ ବିସିସିଆଇ ପକ୍ଷରୁ କୁହାଯାଇଛି, ଦଳର ସହଯୋଗୀ କର୍ମଚାରୀ ଏବଂ ପ୍ରତ୍ୟେକ ଅଂଶୀଦାର ଦେଶର କୋଟି କୋଟି ସମର୍ଥକମାନଙ୍କ ଆକାଂକ୍ଷା ପୂରଣ ଦିଗରେ ବହୁ ପରିଶ୍ରମ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, पूरा भारत अपनी क्रिकेट टीम की सफलता से बहुत खुश है। ये भारत का पहला विमेन्स वर्ल्ड कप है। मैं हमारी विमेन क्रिकेट टीम को बहुत बहुत बधाई देता हूं। हमें आप पर गर्व है। आपकी ये सफलता देश के करोड़ों नौजवानों को प्रेरित करेगी। ବିସିସିଆଇ ଅଧ୍ୟକ୍ଷ କହିଛନ୍ତି, ଦଳର ଧୈର୍ଯ୍ୟ, ବିଜ୍ଞତା ଏବଂ ଏକତା ଯୋଗୁଁ ଦଳ ଆନ୍ତର୍ଜାତିକ ମାନର କ୍ରୀଡ଼ା ପ୍ରଦର୍ଶନ କରିପାରିଛି। ଗତ ରବିବାର ଦିନ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ 52 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। 299 ରନ୍ର ଲକ୍ଷ୍ୟ ପୂରଣ କରିବାକୁ ଥିବା ଦକ୍ଷିଣ ଆଫ୍ରିକା ମହିଳା ଦଳକୁ 45 ଓଭର 3ଟି ବଲ୍ରେ ସୀମିତ ରହିବା ପାଇଁ ଭାରତୀୟ ମହିଳା ଦଳର ଖେଳାଳିମାନଙ୍କ ପ୍ରଦର୍ଶନ ଉନ୍ନତମାନର ଥିଲା। ସେହି ମ୍ୟାଚ୍ରେ ଶେଫାଳି ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ହକି କ୍ରୀଡ଼ାର ଶତବାର୍ଷିକୀ ପାଳନ ଅବସରରେ ଆସନ୍ତା 7 ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଦେଶର 550ରୁ ଉର୍ଦ୍ଧ୍ୱ ଜିଲ୍ଲାରେ 1400ରୁ ଅଧିକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ନୈନିତାଲରେ କୁମାଓଁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ। 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ନିର୍ବାଚନ ଆୟୋଗ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ଅଧ୍ୟାୟ ଏବଂ ଭାରତୀୟ
क्रिकेट महिला दलर अभूतपूर्व सफलता पर 51 कोटी पुरस्कार घोषणा कला बीसीसीआई। संवाद शेष है।